ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ପଢ଼ିବା ରମାକାନ୍ତ ରଥଙ୍କର ଶ୍ରୀରାଧା। ଶ୍ରୀରାଧା ରମାକାନ୍ତ ରଥ ଲେଖିଛନ୍ତି। ଅତି ଫେମସ୍ କାବ୍ୟ ତାଙ୍କର ଶ୍ରୀରାଧା। ଏହା ହେଉଛି ଗୋଟେ ମିଥ୍ ଭିତ୍ତିକ କାବ୍ୟ। ଏଇଟାକୁ ସେ ପ୍ରଥମେ ପ୍ରକାଶ କରିଥିଲେ କେତେ ମସିହାରେ ନା 1985 ମସିହାରେ। ସେ ପୁଣି ଏହାରି ପାଇଁ 1992 ମସିହାରେ ସର୍ବଭାରତୀୟ ସ୍ତରର ମର୍ଯ୍ୟାଦାବନ୍ତ ସରସ୍ୱତୀ ସମ୍ମାନ ପାଇଥିଲେ ଏଇ ଶ୍ରୀରାଧା ପାଇଁ। ଶ୍ରୀରାଧାରେ କ'ଣ ଅଛି? ଏହା କେଉଁ ପ୍ରକାର ଗୋଟେ କାବ୍ୟ? ଏହା ବଙ୍ଗଳା, ମାଲାୟାଲମ, କନ୍ନଡ଼, ହିନ୍ଦୀ, ମରାଠୀ, ଗୁଜୁରାଟୀ, ପଞ୍ଜାବୀ, ସଂସ୍କୃତ, ଇଂରାଜୀ ଭାଷାରେ 4 ଥର ସେ ଅନୁବାଦ ହୋଇଛି। ଏଇସବୁ ଭାଷାରେ ସେ ଅନୁଦିତ ହୋଇଛି। କାବ୍ୟଟିର ନାମ ହେଉଛି ଶ୍ରୀରାଧା। ନାୟିକା ମଧ୍ୟ ଶ୍ରୀରାଧା ପରି ଲାଗନ୍ତି, କିନ୍ତୁ କାବ୍ୟରେ କାହାରି ମଧ୍ୟ ନାମ ଲେଖ ନାହିଁ। ଶ୍ରୀରାଧା ଅଖଣ୍ଡ ରାଧାକୃଷ୍ଣ ପ୍ରେମଲୀଳା ବିଷୟକ ଏକ ଦୀର୍ଘ କବିତା। କିନ୍ତୁ ଏ ରାଧା ବୈଷ୍ଣବଙ୍କର ଆରାଧ୍ୟ ରାଧା ନୁହନ୍ତି ବୋଲି କବି ପାଠକଙ୍କୁ ଚେତେଇ ଦେଇଛନ୍ତି। ଏଥିରେ 61ଟି କବିତା ରହିଅଛି। ଶ୍ରୀରାଧାର ପ୍ରେମ ଭାବନା ବସି ବ୍ୟାପକ ଓ ବିଚିତ୍ର, ସୂକ୍ଷ୍ମ ଓ ଜଟିଳ ତାହାର ଅନ୍ତଃ ପ୍ରକୃତି। ଯେଉଁଠି ପ୍ରେମିକ ଓ ପ୍ରେମିକା କେହି କାହାକୁ ଜୀବନରେ କି ମୃତ୍ୟୁରେ ପାଆନ୍ତି ନାହିଁ କେବେ, ଅଥଚ ସେ ଦୁହିଁଙ୍କ ପ୍ରାପ୍ତିଠାରୁ ପରମ କିଛି ନାହିଁ ପୃଥିବୀରେ। କିଏ ଏ ଶ୍ରୀରାଧା? ପୁରା କୃଷ୍ଣପ୍ରିୟା ନୁହନ୍ତି ନିଶ୍ଚୟ। ଏ ଶ୍ରୀରାଧା ରମାକାନ୍ତଙ୍କର ଶ୍ରୀରାଧା କୃଷ୍ଣଙ୍କ ପ୍ରିୟା ଶ୍ରୀରାଧା ନୁହନ୍ତି। ଏ ଜଣେ ଭଦ୍ର ମହିଳା, କୁଳ କଳଙ୍କିନୀ ଓ ଦୋଚାରୁଣୀ ଅବଶ୍ୟ। ପ୍ରେମିକା ଅପହଞ୍ଚ ଦୂରରେ, ଆଉ ସେ ଘାରି ହେଉଛନ୍ତି ସ୍ମୃତି ମନ୍ଥିତ ଚିତ୍ତର ଆର୍ଦ୍ରତାରେ ଓ ଦୁସ୍ତର ଆପ୍ରାଣଣୀୟତା ବୋଧରେ। କିଏ ଏ ଶ୍ରୀରାଧା? ସେ କ'ଣ କୌଣସି ମାନବୀ? କବି ସ୍ୱୟଂ। ପ୍ରକୃତରେ ଏ ଶ୍ରୀରାଧା କବିଙ୍କ ଛାୟାମୂର୍ତ୍ତି ଓ ଛଦ୍ମବେଶ ପରି ଲାଗେ। ରମାକାନ୍ତ ଓ ତାଙ୍କର ଶ୍ରୀରାଧାଙ୍କ ବୟସ ଥିଲା ସମାନ ବୋଧହୁଏ। ଏଇ 50କୁ ଛୁଉଁଥିଲେ ଦୁହେଁ। ଏ ଶ୍ରୀରାଧା ବଧୂ ନୁହନ୍ତି କି ମାତା କି କନ୍ୟା ନୁହନ୍ତି। ରାଧା ମୂଳରୁ ପୁରା ଅନନ୍ତ ପ୍ରେମ ବାସନାରେ ଅମୃତ ନାରୀ ସତ୍ତାଟିଏ। କାହା ପାଇଁ କିଶୋରୀ ତ କାହା ପାଇଁ ଯୁବତୀ, କିନ୍ତୁ ଆମ କବିଙ୍କ ପାଇଁ ସେ ଜଣେ ବୟସ୍କ ମହିଳାଟିଏ। କବି ହୋଇ ଉଠିଛନ୍ତି ରାଧା ଭାବପନ୍ନ। କୃଷ୍ଣଙ୍କ ଜନ୍ମଠାରୁ ମୃତ୍ୟୁ ଉପରାନ୍ତ ପର୍ଯ୍ୟନ୍ତ ରାଧା ରହି ଆସିଛନ୍ତି। ରମାକାନ୍ତ ରଥ ତାଙ୍କର ଏଇ ଶ୍ରୀରାଧା କାବ୍ୟଟିର ଆରମ୍ଭ ପୂର୍ବରୁ ଏଇ ଯେଉଁ ଉପକ୍ରମଟି ଦେଇଛନ୍ତି, ଏଇ ଯେଉଁ ଶ୍ରୀରାଧାଙ୍କ ବିଷୟରେ, ଶ୍ରୀରାଧା କାବ୍ୟ ବିଷୟରେ ଆମେ ସେଇଥିରୁ କିଛି ଅଂଶ ଜାଣିଲେ। ଏବେ ଆମେ ଶ୍ରୀରାଧାର 61ଟି କବିତା ମଧ୍ୟରୁ ପ୍ରଥମ କବିତାଟି ଯେଉଁ ଅଛି
ସେଇଟା ଆଜି ଆମେ ପଢ଼ିବା, ଜାଣିବା କ'ଣ ଅଛି ତାଙ୍କର ଏଇ ଶ୍ରୀରାଧା କବିତାଟିରେ। ଅନ୍ୟ ସବୁ ସକାଳଠୁ ଆଜିର ସକାଳ କାହିଁକି କେଜାଣି ଲାଗେ ଅଲଗା ଅଲଗା। ଖରାରେ କି ଦୁଃସାହସ, ଆଜି ପବନରେ ଅନ୍ୟମନସ୍କତା ଯାହା ନୁହେଁ ଆଗ ପରି। ସତେବା ଫେରିଛି କେଉଁ ଦେଶାନ୍ତରୀ ପ୍ରେମିକ, ରହୁଛି ଆଖପାଖ କେଉଁଠାରେ ଛଦ୍ମବେଶ ଧରି। ଦେଖନ୍ତୁ କ'ଣ କହିଛନ୍ତି ନା ଅନ୍ୟ ସବୁ ସକାଳଠାରୁ ଆଜିର ସକାଳଟି କାହିଁକି ଏତେ ଅଲଗା ଅଲଗା ଲାଗୁଛି। ଖରାରେ କି ଦୁଃସାହସ, ଆଜି ପବନରେ ଅନ୍ୟମନସ୍କତା ଯାହାକି ଆଗରୁ କେବେ ଦେଖାଯାଇ ନାହିଁ। ଏମିତି ଲାଗୁଛି ସତେବା ଫେରିଛି କେଉଁ ଦେଶାନ୍ତରୀରୁ ପ୍ରେମିକ, ଯିଏକି ଲୁଚିକି ଏଇ ଆଖପାଖରେ କେଉଁଠି ରହୁଛି। ପୁଣି କହିଛନ୍ତି କି ବର୍ଷା କି ଭୟଙ୍କର ଘଡ଼ଘଡ଼ି କାଲି ରାତି ସାରା। ପର୍ବତାକାରରେ ପତ୍ର ଫୁଲ ଝଡ଼ିଗଲେ ମୁଁ ନିଜକୁ ନିଜେ ପ୍ରାଣପଣେ ଚାକିଦେଲି, କାଳେ ବିଜୁଳିର ଝଲମଲ ଡାକ ବାଜିଯିବ ମୋ କାନରେ। ହେଲା, ପ୍ରବଳ ଘଡ଼ଘଡ଼ି ବର୍ଷା ହେଇଛି। କୃଷ୍ଣ ଜନ୍ମ ହେଲା ବେଳେ ପ୍ରବଳ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା, ସେୟାକୁ କଳ୍ପନା କରିକି ଲେଖାଯାଇଛି। କବି କହିଛନ୍ତି ମୁଁ ଲୁଚି ଯାଇଛି, ପ୍ରାଣପଣେ ମୁଁ ଜାକି ହେଇଯାଇଛି, କାଳେ ଏଇ ବିଜୁଳିର ଝଲମଲ ଡାକ ମୋ କାନରେ ବାଜିଯିବ କି। ତାପରେ କହିଲେ ନିଜର ନିଃଶବ୍ଦ କିମ୍ବା ଅର୍ଥହୀନ ଶବ୍ଦମାନଙ୍କର ସାମ୍ରାଜ୍ୟରେ ଶେଷ ମୁହୂର୍ତ୍ତରେ କାଲିର ଅନ୍ଧାର ଯଦି ରକ୍ତ ସ୍ନାନ ହୋଇ ଯୁଝିଥିବ, ତାର ଯାହା ନାମମାତ୍ର ସ୍ମୃତି ଅଛି ତାହା କେତେବେଳେ ନ ଲିଭି ରହିବ। ହେଲା, ଆଜିର ସକାଳ କହେ ନେଇଯିବ ମୋର ଚେତନା ଚୈତନ୍ୟ ଜନ୍ମା ଜନ୍ମାନ୍ତର ପାଇଁ। ସେ ଯେଉଁ ଭାବରେ କହେ ମୁଁ ପୁନରାବୃତ୍ତି କରିବାକୁ ଭାଷା ପାଉନାହିଁ, କିନ୍ତୁ ଏବେ ଦିଶିଲାଣି ଅଲଗା ଅଲଗା। ନଈ ନଈ ସେପାରିର ବଣ, ନଈ ନଈ ସେପାରିର ବଣ, କେତେ ଦିନ ଯାଏ ଆଉ ଏ ବଦଳିଥିବ ମୋ ପାଣ୍ଡୁର ଗଗନ ପବନ। ହେଲା, କେତେ ସୁନ୍ଦର କଳ୍ପନା, କେତେ ସୁନ୍ଦର ତାଙ୍କ ଲେଖା ରମାକାନ୍ତ ରଥଙ୍କର। ଆଜିର ସକାଳ କହେ ନେଇଯିବ ମୋ ଚେତନା ଚୈତନ୍ୟ ଜନ୍ମା ଜନ୍ମାନ୍ତର ପାଇଁ। କାରଣ କୃଷ୍ଣ ଜନ୍ମ ହେଇସାରିଛନ୍ତି, ସେ ସକାଳରେ କୃଷ୍ଣ ଆସି ସାରିଛନ୍ତି। ସେ ଯେଉଁ ଭାବରେ କହେ ମୁଁ ପୁନରାବୃତ୍ତି କରିବାକୁ ଭାଷା ପାଉନାହିଁ, ତାଙ୍କ ଅନ୍ତର ତାଙ୍କର ଭାବନା ଏତେ ମନମତାଣିଆ ହେଇଯାଇଛି, ଏତେ ଖୁସି, ଏତେ ଆନନ୍ଦିତ, ଏତେ ପୁଲକିତ ହୋଇ ଉଠିଛି, ସେ ଭାଷା ପାଉନାହାନ୍ତି ତାକୁ ପ୍ରକାଶ କରିବା ପାଇଁ। କିନ୍ତୁ ଏବେ ଦିଶିଲାଣି ଅଲଗା ଅଲଗା। କ'ଣ ସବୁ ନା ନଈ ନଈ ସେପାରିର ବଣ, କେତେ ଦିନ ଯାଏ ଆଉ ନ ବଦଳିଥିବ ମୋ ପାଣ୍ଡୁର ଗଗନ ପବନ। ଆଗରୁ କେବେ ତ ଛାତି ଆଜି ପରି ଧପ୍ ଧପ୍ ହେଉନଥିଲା। ମୁଁ କ'ଣ ଜାଣେ ମୋ ଜୀବନ କାଳ ବା ଯମୁନା ଯିବା ବାଟ ମୋଡ଼ଣୀରେ ଥିବ ହୀନସ୍ତା ଯୋଗ, କିମ୍ବା ଅନ୍ୟ ସବୁ ସମ୍ବନ୍ଧ ଉଜାଡ଼ି ଦେଲା ଭଳି ସମ୍ବନ୍ଧ ମୋ ଜରା ମୃତ୍ୟୁ ବ୍ୟାଧି ଇତ୍ୟାଦିର ବାଟ ହସି ହସି ଆଗୁଳିବ। ଦେଖନ୍ତୁ, ଏତିକିରେ ହିଁ ସରିଯାଇଛି ତାଙ୍କର ଏଇ ରମାକାନ୍ତ ରଥଙ୍କର ଶ୍ରୀରାଧାର ପ୍ରଥମ କବିତାଟି। ଯଦି ଆପଣଙ୍କୁ ଭଲ ଲାଗିଥିବ ଏଇ କବିତାଟି, ମୋ ପଢ଼େଇବା ଶୈଳୀଟି, ନିଶ୍ଚୟ ଗୋଟିଏ ଲାଇକ୍ କରିବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।